ସପ୍ତକଳ୍ପ ପୂର୍ବେ ମନୁ ଏବଂ ଚତୁଷ୍କୁବରଙ୍କ ମନରେ ମୋର ଭାବ ଜାଗ୍ରତ ହୋଇଥିଲା। ଏହି ଭାବ ଜାଗ୍ରତ କରି ମଦ୍ଗତ ପ୍ରାଣ ହୋଇ ଭାବ ନିମଜ୍ଜିତ ହୋଇ ସେ କେବଳ ମୋତେ ହିଁ ଖୋଜିଥିଲେ। ଏହି ମୋର ବିଭୂତି ଯୋଗକୁ ଯେ ତତ୍ତ୍ୱତଃ ବୁଝିପାରିଛି ସେ ନିଶ୍ଚିତ ଭାବରେ ମୋଠାରେ ଯୁକ୍ତ ହୋଇଯାଏ, ଏଥିରେ ସନ୍ଦେହ ନାହିଁ। ମୁଁ ସମସ୍ତଙ୍କର କର୍ତ୍ତା ଏବଂ ପ୍ରଭାବମାନଙ୍କର ପ୍ରଭାବ ଏପରି ଚିନ୍ତା କରି ଯେ ମୋତେ ଭଜନ କରେ ତା ମଧ୍ୟରେ ମୋର ଭାବ ସମାବେଶ ସୃଷ୍ଟି ହୁଏ। ଚିତ୍ତ ଓ ପ୍ରାଣ ମୋ ପ୍ରତି ନିବେଶ କରି ଯେ ନିତ୍ୟ ଆରାଧନା କରେ ସେ ସର୍ବଦା ସନ୍ତୁଷ୍ଟ ରହେ ଏବଂ ଶାନ୍ତି ଲାଭ କରେ। ମୁଁ ତା ସହିତ ସଦା ଯୁକ୍ତ ଯେ ମୋତେ ପ୍ରୀତିପୂର୍ବକ ଭଜନ କରେ। ମୁଁ ତାକୁ ବୁଦ୍ଧି ଓ ଯୋଗ ଅଭ୍ୟାସ ପ୍ରଦାନ କରେ। ସେ ମୋତେ ପାଇବା ପର୍ଯ୍ୟନ୍ତ ମୁଁ ତା ସହିତ ଥାଏ। ହେ ପାର୍ଥ, ମୋର ସମସ୍ତ ଅନୁକମ୍ପା ବା ଦୟାରୁ ଯେଉଁ ଜ୍ଞାନ ଜାତ ହୁଏ ତାହା ସମସ୍ତ ତମ ବା ପାପକୁ ନାଶ କରେ। ଅହମ୍ ବା ନିଜ ଆତ୍ମଭାବକୁ ନାଶ କରି ଜ୍ଞାନର ଦୀପ ପ୍ରଜ୍ୱଳିତ ପୂର୍ବକ ତମ ଅନ୍ଧକାର ନାଶ କରେ ଏବଂ ଉଦ୍ଭାସିତ ଆଲୋକିତ ହୋଇଥାଏ। ଅର୍ଜୁନ ଉବାଚ, ଆପଣ ହେଉଛନ୍ତି ପରମ ଧାମ, ପରମ ବ୍ରହ୍ମ, ପରମ ପବିତ୍ର। ଆପଣ ନଶ୍ୱର ଅର୍ଥାତ୍ ଶାଶ୍ୱତ ପୁରୁଷ, ଅବିନାଶୀ ପୁରୁଷ, ଦିବ୍ୟ ଏବଂ ଆଦିଦେବ। ଆପଣ ଅଜ ଅର୍ଥାତ୍ ଅଜନ୍ମା। ଭଗବାନ ଦେବର୍ଷି ନାରଦ, ଆଶିତ, ଦେବଳ, ବ୍ୟାସ ଆଦି ସମସ୍ତ ଋଷିମାନେ ଆପଣଙ୍କୁ ଆହୁତି ପ୍ରଦାନ କରନ୍ତି। ମୁଁ ଆପଣଙ୍କୁ ଏ କଥା କହୁଅଛି ଯେ ଆପଣ ସମସ୍ତଙ୍କ ଦ୍ୱାରା ଆଦୃତ, ତେଣୁ ଆପଣ ଏକ ସାଧାରଣ ବ୍ୟକ୍ତି ନୁହନ୍ତି। ଆପଣ ମାନବ ନୁହନ୍ତି କିମ୍ବା ଦାନବ ନୁହନ୍ତି। ଆପଣ ହେଉଛନ୍ତି ସର୍ବଦେବଙ୍କର ଆଦିଦେବ, ସମସ୍ତ ଜ୍ଞାନର ଆଧାର ସ୍ୱୟଂ ଭଗବାନ। ଓଁ ନମୋ ଭଗବତେ ବାସୁଦେବାୟ ନମଃ। ଓಂ ତତ୍ସତ୍। ଏ ତିନୋଟି ସଚ୍ଚିଦାନନ୍ଦ ଘନ ପରମାତ୍ମାଙ୍କର ପବିତ୍ର ନାମ ଅଟେ। ଏହା ପ୍ରତ୍ୟେକ ଜୀବଙ୍କ ପାଇଁ କଲ୍ୟାଣକାରକ। ଏ ତିନୋଟିର ଉଚ୍ଚାରଣ ପରମାତ୍ମାଙ୍କର ସମ୍ମୁଖ କରାଏ ଏବଂ ଶାସ୍ତ୍ର ବିହିତ କର୍ତ୍ତବ୍ୟ କର୍ମର ଅଙ୍ଗ ବୈଗୁଣ ଦୂର କରେ। ଗୀତାର କୌଣସି ଅଧ୍ୟାୟ ପାଠ କରିବା ବେଳେ ପଦ, ଅକ୍ଷର ଓ ଉଚ୍ଚାରଣରେ ଯେଉଁ ତ୍ରୁଟି ହୋଇଥାଏ ସେସବୁର ପରିମାର୍ଜନା ପାଇଁ ଏବଂ ସଂସାରରୁ ସମ୍ବନ୍ଧ ବିଚ୍ଛେଦ ପୂର୍ବକ ଭଗବତ ସମ୍ବନ୍ଧର ସ୍ମୃତି ପାଇଁ ପ୍ରତ୍ୟେକ ଅଧ୍ୟାୟ ଶେଷରେ ଓଁ ତତ୍ସତ୍ ଉଚ୍ଚାରଣ କରାଯାଇଛି। ମହର୍ଷି ବେଦବ୍ୟାସ କହନ୍ତି, ଓଁ ଉଚ୍ଚାରଣର ଅର୍ଥ ମୋ ରଚନାର ଅଙ୍ଗ ବୈଗୁଣ ଦୂର ହେଉ। ତତ୍ ଉଚ୍ଚାରଣର ତାତ୍ପର୍ଯ୍ୟ ହେଲା ମୋ ରଚନା ଭାଗବତ ପ୍ରୀତ୍ୟର୍ଥ ହେଉ। ସତ୍ ଉଚ୍ଚାରଣର ତାତ୍ପର୍ଯ୍ୟ ହେଲା ସେ ରଚନା ସତ୍ ଅର୍ଥାତ୍ ଅବିନାଶୀ ଫଳଦାୟକ ହେଉ। ଇତି କେବଳ ମୋର ଏତିକି ପ୍ରୟୋଜନ। ଯିଏ ଶ୍ରୀମତ୍ ଅର୍ଥାତ୍ ସର୍ବଶୋଭା ସମ୍ପନ୍ନ ଏ ଯାହାଙ୍କଠାରେ ସମସ୍ତ ଐଶ୍ୱର୍ଯ୍ୟ, ଧର୍ମ, ଯଶ, ଶ୍ରୀ, ଜ୍ଞାନ, ବୈରାଗ୍ୟ ଏ ଛଅଟି ଭୋଗ
ନିତ୍ୟ ବିଦ୍ୟମାନ ସେହି ଭଗବାନଙ୍କର ଶ୍ରୀମୁଖରୁ ନିଃସୃତ ହୋଇଥିବାରୁ ଏହାକୁ ଶ୍ରୀମଦ୍ ଭାଗବତ କୁହାଯାଏ। ଭଗବାନ ଏହାକୁ ଆନନ୍ଦମଗ୍ନ ହୋଇ ଯାଇଥିବାରୁ ଏହାର ନାମ ଗୀତା। ଓମ୍ ତତ୍ସତ୍। ଓମ୍ ନମୋ ଭଗବତେ ବାସୁଦେବାୟ। ଶ୍ରୀ ଭଗବାନ ଉବାଚ। ହେ ମହାବାହୁ, ପାଣ୍ଡବ ଶ୍ରେଷ୍ଠ ଅର୍ଜୁନ, ମୋର ପରମ ବଚନ ମାନ ଏବଂ ଶୁଣ, ଯାହାକୁ କି ମୁଁ ତୁମକୁ ପ୍ରିୟ ମନେ କରି ତୁମଠାରେ ବ୍ୟାଖ୍ୟା କରୁଛି ତୁମର ହିତ ଉଦ୍ଦେଶ୍ୟରେ। ଏକଥା ଦେବତାମାନେ ଜାଣନ୍ତି ନାହିଁ ବା ମୁଁ ତାଙ୍କୁ କହିନାହିଁ ଏବଂ ମହର୍ଷିମାନେ ମଧ୍ୟ ଏକଥା ଜାଣନ୍ତି ନାହିଁ। ମୁଁ ଆଜି ତାହା ତୁମ ଆଗରେ ବ୍ୟାଖ୍ୟା କରିବାକୁ ଯାଉଛି। ମୁଁ ସମସ୍ତ ଦେବତାଙ୍କ ମଧ୍ୟରେ ଆଦି ଦେବତା ଏବଂ ମହର୍ଷିମାନଙ୍କର ସର୍ବସ୍ୱ ଏବଂ ଆରାଧ୍ୟ। ଯିଏ ମୋତେ ଏପରି ଭାବରେ ଜାଣେ, ଯିଏ ମୋତେ ମୂଢ଼ ହୋଇ ମର୍ତ୍ତ୍ୟଲୋକରେ ଜନ୍ମ ହୋଇଥିଲେ ବି ତାର ସର୍ବ ପାପ ମୋଚନ ହୋଇଯାଏ। ବୁଦ୍ଧି, ଜ୍ଞାନ, ସମୋହ, କ୍ଷମା, ସତ୍ୟ, ଦମ, ସମ, ସୁଖ, ଦୁଃଖ ଆଦି ଭବଭୟ ହରଣ ହୋଇ ତାକୁ ମୁଁ ଅଭୟ ପ୍ରଦାନ କରେ। ଅହିଂସା, ସମତା ଏବଂ ତୁଷ୍ଟି ବା ସର୍ବକାର୍ଯ୍ୟରେ ସନ୍ତୁଷ୍ଟ, ତପ, ଦାନ, ଯଶ ଇତ୍ୟାଦି ଭାବ ମନୁଷ୍ୟମାନଙ୍କ ମନରେ ନିଶ୍ଚିତ ଭାବରେ ସ୍ଥାନ ପାଇଥାଏ।